ଏହି 10ଟି କାମ ଘରେ ସୁଖ ସମୃଦ୍ଧି ଧନ ଆଣିବା ପାଇଁ କରନ୍ତୁ। କେତେଥର ଲକ୍ଷେ ଚେଷ୍ଟା କରିବା ପରେ ମଧ୍ୟ ଘରକୁ ଧନ ଆସିନଥାଏ। ଅଧିକ ପରିଶ୍ରମ କରି ମଧ୍ୟ ସଫଳତା ହାସିଲ ହୋଇନଥାଏ, ଆଉ ଧନ ବଢ଼ିନଥାଏ। ଜ୍ୟୋତିଷ ଶାସ୍ତ୍ର ହିସାବରେ ଘରେ ଅଧିକ ନକାରାତ୍ମକ ପ୍ରଭାବ କାରଣରୁ କିମ୍ବା ଦେବୀ ଦେବତା ଆଉ ମାତା ପିତାଙ୍କର ଆଶୀର୍ବାଦ ନ ହେବା କାରଣରୁ ଶାରୀରିକ ମାନସିକ ଆଉ ପାରିବାରିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କେତେଥର ତ ହେବାକୁ ଯାଉଥିବା କାମ ବିଗାଡ଼ି ଯାଇଥାଏ। ବାସ୍ତୁଶାସ୍ତ୍ର ହିସାବରେ ଏହି ଉପାୟକୁ ଆପଣେଇଲେ ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ସହିତ ସୁଖ ସମୃଦ୍ଧି ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ଘରେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ପାଇଁ ପ୍ରତିଦିନ କେଉଁ କାମ କରିବା ଆବଶ୍ୟକ। ନମ୍ବର 1, କୌଣସି ମାଙ୍ଗଳିକ ଶୁଭ କାମରେ କର୍ପୂରର ବିଶେଷ ମହତ୍ତ୍ୱ ରହିଥାଏ। କର୍ପୂର ଘରେ ଜଳାଇଲେ ବାସ୍ତୁଦୋଷ ସହିତ ଘରେ ନକାରାତ୍ମକ ପ୍ରଭାବରୁ ମୁକ୍ତି ମିଳିଥାଏ। ଏଥିପାଇଁ ସପ୍ତାହରେ ଥରେ ଘରେ କର୍ପୂର ଜଳାନ୍ତୁ। ନମ୍ବର 2, ସନ୍ଧ୍ୟା ସମୟରେ ଠାକୁରଙ୍କ ପାଖରେ ସନ୍ଧ୍ୟା ଆଳତି କରିବା ସମୟରେ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲର ଦୀପ, ସେଥିରେ ଗୋଟେ ଲବଙ୍ଗ ଦେଇ ଜାଳନ୍ତୁ। ଏମିତି କରିବା ଦ୍ୱାରା ଘରେ ଦେବୀ ଦେବତାଙ୍କ ଆଶୀର୍ବାଦ ସହିତ ପିତୃପୁରୁଷଙ୍କର ଆଶୀର୍ବାଦ ରହିଥାଏ। ନମ୍ବର 3, ଘରେ ଯଦି ପ୍ରତିଦିନ ରୁଟି କରୁଛନ୍ତି ତେବେ ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ। ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ଖୁଆଇବା ମଧ୍ୟ ବହୁତ ଶୁଭ ମନାଯାଇଥାଏ। ଏମିତି କରିବା ଦ୍ୱାରା କୁଣ୍ଡଳୀର ସବୁ ଦୋଷ ଦୂର ହୋଇଯାଇଥାଏ। ଏହା ସହିତ ଜୀବନରେ ଉନ୍ନତି ସୁଖ ସମୃଦ୍ଧି ଆସିଥାଏ। ନମ୍ବର 4, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡ଼ୁ ଲଗାଇବା ଉଚିତ ନୁହେଁ। କୁହାଯାଇଥାଏ କି ଏମିତି କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ ଆଉ ଦାରିଦ୍ରତା ରହିଥାଏ। ନମ୍ବର 5, ଝାଡ଼ୁକୁ ସବୁବେଳେ ଏମିତି ଜାଗାରେ ରଖନ୍ତୁ ଯେଉଁଠି କାହାର ନଜର ପଡ଼ିବନି। ଝାଡ଼ୁକୁ ଖଟ ତଳେ ରଖିବେ ନାହିଁ। ନମ୍ବର 6, ଘରକୁ ସବୁବେଳେ ସଫା ସୁତୁରା ଆଉ ସୁନ୍ଦର କରି ରଖନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ନମ୍ବର 7, ଭୋଜନ କରିସାରିବା ପରେ କେବେ ଥାଳିରେ ହାତ ଧୁଅନ୍ତୁ ନାହିଁ। ଆଉ ଖାଇସାରିବା ପରେ ଅଇଁଠା ବାସନକୁ ପକାଇ ରଖନ୍ତୁ ନାହିଁ, ସଙ୍ଗେ ସଙ୍ଗେ ଉଠେଇ ଦିଅନ୍ତୁ। ନମ୍ବର 8, ଘରେ ଯଦି ଠାକୁରଙ୍କର ଫଟୋ ଟାଙ୍ଗୁଛନ୍ତି ଧ୍ୟାନ ଦେବେ ଠାକୁରଙ୍କର ଫଟୋ ଯେମିତି ସାମ୍ନାସାମ୍ନି ରହିବେ ନାହିଁ। ନମ୍ବର 9, ଦେବୀ ଦେବତାଙ୍କ ଫଟୋ କେବେ ନୈତିକ କୋଣରେ ଲଗାଇବେ ନାହିଁ, ନହେଲେ କୋର୍ଟ କଚେରୀ ମାମଲାରେ ଫସିବାର ପୁରା ସମ୍ଭାବନା ରହିଥାଏ। ନମ୍ବର 10, ଘର ଠାକୁରଙ୍କୁ ଚଢ଼େଇଥିବା ଫୁଲ ଶୁଖିଗଲା ପରେ ଯଦି ଠାକୁର ଘରେ ରଖୁଛନ୍ତି ତେବେ ଏହା ଘର ପାଇଁ ବହୁତ ଅମଙ୍ଗଳ ହୋଇଥାଏ।